ପିତୃପକ୍ଷର କଥା ଏହାକୁ ଶୁଣିବା ମାତ୍ରେ ନିର୍ଧନ ବି ଧନୀ ହୋଇଯାଏ। ଏହାକୁ ଶୁଣିବା ମାତ୍ରେ ପିତୃଙ୍କର ଆଶୀର୍ବାଦରେ ସମସ୍ତ ଦୁଃଖ ସମୂଳେ ନଷ୍ଟ ହୁଏ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଏହି ପିତୃପକ୍ଷର କଥା ଶୁଣିବା ମାତ୍ରେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ନଷ୍ଟ ହୋଇଯିବ। ପିତୃପକ୍ଷର କଥା ଆଜି ଆପଣମାନଙ୍କୁ ପିତୃପକ୍ଷ ସମୟର ଯେଉଁ ପୌରାଣିକ କଥାଟି କହିବି, ଏହାକୁ ଅତି ଧ୍ୟାନର ସହକାରେ ଶୁଣନ୍ତୁ। କାହିଁକି ପିତୃପକ୍ଷ କରିବା ଉଚିତ? କୋଉ ପୂର୍ବାତନ କାଳରୁ ଏହି ପ୍ରଥା ଚାଲି ଆସୁଛି? ପିତୃପକ୍ଷ ଯେଉଁମାନେ କରନ୍ତିନି ସେମାନଙ୍କ ସହିତ କଣ ହୋଇଥାଏ ଏବଂ ଆମ ପୂର୍ବଜମାନଙ୍କୁ ଯଦି ଆମେ ସନ୍ତୁଷ୍ଟ ନ କରିବା କଣ ହୋଇଥାଏ, ଏ ଉପରେ ଆଜିର ଭିଡ଼ିଓରେ ଏକ ସୁନ୍ଦର ପୌରାଣିକ କାହାଣୀ ଆପଣଙ୍କ ସାମ୍ନାକୁ ଆଣିଛି। ତେଣୁ ଭିଡ଼ିଓର ଶେଷ ପର୍ଯ୍ୟନ୍ତ ମୋ ସହ ଯୋଡ଼ି ରୁହନ୍ତୁ। ପିତୃପକ୍ଷର ଏହି କଥା ଆପଣମାନେ ନିଜର ପ୍ରିୟ ପରିଜନଙ୍କ ସହିତ ସେୟାର ମଧ୍ୟ କରନ୍ତୁ। ସେମାନେ ବି ଏହି କାହାଣୀଟି ଶୁଣନ୍ତୁ ଏବଂ ନିଜ ପୂର୍ବଜଙ୍କ ନିମିତ୍ତ ଏହି ପିତୃପକ୍ଷରେ ଶ୍ରାଦ୍ଧ ତର୍ପଣ ନିହାତି କରନ୍ତୁ। ଆଧୁନିକ ଯୁଗରେ ଲୋକମାନେ ଭାବନ୍ତି ଯେ ପିତୃପକ୍ଷ ବୋଲି କିଛି ବି ନାହିଁ। ଆଜିକାଲି ଲୋକ ଏସବୁକୁ ବିଶ୍ୱାସ କରୁନାହାନ୍ତି। ଯେମିତି ଆମେ ଆମ ପୂର୍ବଜମାନଙ୍କୁ ପିତୃ ଶ୍ରାଦ୍ଧ ତର୍ପଣ ଏସବୁ ଦେବା ନାହିଁ, ଆମକୁ କିଏ ଦବ? ଆମେ କଲେ ହିଁ ଆମ ଛୁଆମାନେ ଶିଖିବେ ଏବଂ ଆମ ଛୁଆ ଆମ ପାଇଁ କରିବ। ଯଦି ଆମେ ଆମ ପୂର୍ବଜଙ୍କୁ ଅସନ୍ତୁଷ୍ଟ କରିବା, ଏହି ଶ୍ରାଦ୍ଧ ପକ୍ଷରେ ଶ୍ରାଦ୍ଧ ଦେବା ନାହିଁ, ତେବେ ଆମକୁ କଣ ମିଳିବ? ଆମ ଛୁଆମାନେ କେମିତି ଏହି ସଂସ୍କାର ଶିଖିବେ? ଏବଂ ଆଉ ଗୋଟିଏ କଥା, ଜୀବିତ ମାତା ପିତା ପ୍ରତି ସଦାସର୍ବଦା ଶ୍ରଦ୍ଧା ରଖନ୍ତୁ। ସେମାନଙ୍କୁ ବଞ୍ଚିଥିବା ସମୟରେ ନିଜ ଶକ୍ତି ଅନୁସାରେ ନିହାତି ସେବା କରନ୍ତୁ ଏବଂ ପ୍ରତ୍ୟେକ ମାତା ପିତାଙ୍କର ବି କର୍ତ୍ତବ୍ୟ ଅଛି ନିଜ ଛୁଆମାନଙ୍କ ପ୍ରତି ସମାନ ଭାବ ରଖିବେ, ଉତ୍ତମ ସଂସ୍କାର ଦେବେ। ଆପଣ ସଂସ୍କାର ଦେଲେ ହିଁ ସେହି ଛୁଆମାନେ ଆପଣଙ୍କ ବୃଦ୍ଧାବସ୍ଥାରେ ସାହାରା ହେବେ ଏବଂ ଆପଣଙ୍କର ଅନ୍ତେ ଆପଣଙ୍କର ଉଚିତ ଶ୍ରାଦ୍ଧ କ୍ରିୟାକର୍ମ କରିବେ। ଏବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଆରମ୍ଭ କରିବା ପିତୃପକ୍ଷର ସେହି ପୌରାଣିକ କାହାଣୀ। ଆପଣମାନେ ଅତି ଧ୍ୟାନର ସହକାରେ ଶୁଣନ୍ତୁ। ଗୋଟିଏ ଗ୍ରାମରେ ଜଗା ଏବଂ ବଳିଆ ଏମିତି ଦୁଇଟି ଭାଇ ରହିଥିଲେ। ସେଥିରୁ ଜଣେ ଧନୀ ଥିଲେ ଆଉ ଜଣେ ଗରିବ ଥିଲା। ଯେଉଁ ବ୍ୟକ୍ତିଟି ଧନୀ ଥିଲା ତାର ସ୍ତ୍ରୀ ବହୁତ ଗର୍ବୀ ଥିଲା ଏବଂ ସେହି ଗର୍ବୀ ସ୍ତ୍ରୀଟି ନିଜର ସ୍ୱାମୀଙ୍କର ଟଙ୍କା ପଇସା ପାଇଁ ନିଜର ଯାକୁ ଜମା ବି ପଚାରୁ ନଥିଲା। ଯାଙ୍କର ଛୁଆ ଦୁଇ ଜଣ ବହୁତ ଭୋକିଲା ଥିଲେ ବି କେବେ ବି ଦୟା ପ୍ରକାଶ କରୁନଥିଲା। ସାନ ଭାଇ ଯେ କି ବଳିଆ, ତା ପାଖରେ ଟିକେ ବି ଧନ ସମ୍ପତ୍ତି ନଥିଲା, ସେ ବହୁତ ଗରିବ ଥିଲା। ତାର ଦୁଇଟି ପୁତ୍ର ଥିଲେ ଏବଂ ବଡ଼ ଯାଟିର ଗୋଟିଏ ଝିଅ ଏବଂ ଗୋଟିଏ ପୁଅ ମଧ୍ୟ ଥିଲେ। ଏମିତି କିନ୍ତୁ ଦୁଇ ଯାଙ୍କ ଭିତରେ ଟିକେ କଳି ଝଗଡ଼ା ଲାଗିଲେ ବି ଭାଇ ଭାଇ ଭିତରେ କେବେ ବି କଳି ଝଗଡ଼ା ଲାଗି ରହୁଥିଲା। ଦୁଇ ଭାଇଙ୍କ ଭିତରେ ଉତ୍ତମ ସ୍ନେହ ଏବଂ ପ୍ରେମ ରହୁଥିଲା। ଯେବେ ବି ବଡ଼ ଭାଇଟି ଛୋଟ ଭାଇକୁ କିଛି ଟଙ୍କା ଦେବାକୁ ସାହାଯ୍ୟକୁ ଚାହୁଁଥିଲା, ସେହି ତାର ପତ୍ନୀ ତାକୁ ଏସବୁ କରିବା ପାଇଁ ଦେଉନଥିଲା। ଏମିତିରେ ଧୀରେ ଧୀରେ ପିତୃପକ୍ଷ ଆସିଗଲା। ବଡ଼ ଭାଇ ଜଗା ନିଜ ସ୍ତ୍ରୀଙ୍କୁ କହିଲେ ଯେ ଏବେ ପିତୃପକ୍ଷ ଆସୁଛି, ବାପା ମାଙ୍କର ଶ୍ରାଦ୍ଧ ପିଣ୍ଡଦାନ କରିବା ପାଇଁ ପଡ଼ିବ। ତୁମକୁ ଟିକେ କଷ୍ଟ ହେବ ସତ, କିନ୍ତୁ ଏହାକୁ କରିବା ପାଇଁ ପଡ଼ିବ। ବଡ଼ ଯା ଟିକେ ବି ଆଗ ପଛ ବିଚାର ନ କରି ହଁ କରିଦେଲା ଏବଂ ସେ କହିଲା, ତୁମେ କାହିଁକି ଡରୁଛ? ମୁଁ ସବୁ ଆୟୋଜନ କରିଦେବି, ସାନ ଯାକୁ ନିମନ୍ତ୍ରଣ କରିଦେବି, ସେ ଆସୁ ଆସୁ ସବୁ ଘରର କାମ କରେଇଦେବି। ଏମିତିରେ ଜଲ୍ଦି ଜଲ୍ଦି ପିତୃପକ୍ଷର ଶ୍ରାଦ୍ଧ ଆମେ କରିଦେବା। ତୁମେ ଯାଅ, ମୋ ବାପା ଘରେ ନିମନ୍ତ୍ରଣ ଦେଇକରି ଆସ। ବଡ଼ ଭାଇ ନିଜର ଶ୍ୱଶୁର ଘରେ ଯାଇ ନିମନ୍ତ୍ରଣ ଦେଇ ଆସିଲା ଯେ କାଲି ଆମ ପୂର୍ବଜଙ୍କର ଶ୍ରାଦ୍ଧ ଦିଆଯିବ। ତା ପରଦିନ ସକାଳୁ ବଡ଼ ଯାଟି ଯାଇ ସାନ ଯାକୁ ଡାକିଦେଲା ଏବଂ ସାନ ଯା ଆସିକରି ସବୁ ଘରର କାମ ଭଲ ଭାବରେ କରିଦେଲା ଏବଂ ବିନା ବ୍ରାହ୍ମଣ ଭୋଜନ କରି ପ୍ରଥମେ ନିଜର ବାପ ଘର ଲୋକଙ୍କୁ ଖାଇବାକୁ ଦେଇଦେଲା। ଠିକ୍ ସେହି ସମୟରେ ପୂର୍ବଜମାନେ ଶ୍ରାଦ୍ଧ ଗ୍ରହଣ କରିବା ପାଇଁ ଆସିଲେ ଏବଂ ଦେଖିଲେ ଯେ ବଡ଼ ବୋହୂ ଶ୍ରାଦ୍ଧ ନ କରି ବ୍ରାହ୍ମଣକୁ ଭୋଜନ ନ ଦେଇ ପ୍ରଥମେ ନିଜର ବାପ ଘରକୁ ଭୋଜନ ଦେଉଛି। ସେଠୁ ପିତୃପୁରୁଷ ନିରାଶ ହୋଇ ଚାଲିଗଲେ ସାନ ଭାଇର ଘରକୁ, ଅର୍ଥାତ୍ ସାନ ପୁଅ ଘରକୁ। ଦେଖିଲେ ସେଠି କିଛି ବି ଖାଇବାକୁ ନାହିଁ, ଚୁଲି ରେ କେବଳ ଧୂଆଁ ହିଁ ହଉଛି। ସେହି ଜଳନ୍ତା ଅଙ୍ଗାରକୁ ବି ସେମିତି ପିତୃପୁରୁଷ ଗ୍ରହଣ କରି କରି ଚାଲିଗଲେ, କାରଣ ସେମାନେ ବହୁତ ଭୋକିଲା ରହିଥିଲେ। ଯେତେବେଳେ ଦୁଇ
ଭାଇଙ୍କ ଘରକୁ ପିତୃପୁରୁଷ ଗଲେ ନିରାଶ ହୋଇ ନଦୀ ତଟକୁ ଚାଲିଗଲେ। ସେଠି କିଛି ଜଳ ଗ୍ରହଣ କରି ବହୁତ ସାରା ପିତୃପୁରୁଷ ଏହି ଦୁନିଆରେ କେତେ ଯେ ପରିବାର ଅଛନ୍ତି ସମସ୍ତଙ୍କର ପିତୃପୁରୁଷ ଏହି ଧରାପୃଷ୍ଠକୁ ପିତୃପକ୍ଷରେ ଆସିଥାନ୍ତି। ଯେତେବେଳେ ପିତୃଶ୍ରାଦ୍ଧ ଗ୍ରହଣ କରି ପିତୃପୁରୁଷ ମାନେ ସେହି ନଦୀ ତଟରେ ଏକାଠି ହେଲେ ସମସ୍ତେ ନିଜ ନିଜ ଘରର ଶ୍ରାଦ୍ଧର ତାରିଫ କରିବା ପାଇଁ ଲାଗିଲେ ଏବଂ ସେହି ସମୟରେ ଏହି ଜଗା ଏବଂ ବଳିଆର ପିତୃପୁରୁଷ ନିଜ ନିଜ ଘରର କଥା କହିଲେ ଏବଂ ପିତୃପୁରୁଷ ମାନେ ଚିନ୍ତା କଲେ ଯେ ବଡ ପୁଅ ପାଖରେ ସବୁ କିଛି ଅଛି କିନ୍ତୁ ତାର ସ୍ତ୍ରୀ ମତେ ଆମକୁ ଭଲ ଭାବରେ ଖାଦ୍ୟ ଦେଲା ନାହିଁ, ବ୍ରାହ୍ମଣ ଭୋଜନ କଲା ନାହିଁ। କିନ୍ତୁ ସାନ ପୁଅ ପାଖରେ ଯଦି ଥାନ୍ତା ସେ କଣ ଦେଇନଥାନ୍ତା? ସାନ ପୁଅ ପାଖରେ ତ ରୁଟି ଟିକେ ବି ନାହିଁ। ସେ ଦୁଇ ଜଣ ଭଗବାନଙ୍କୁ ପ୍ରାର୍ଥନା କଲେ ଏବଂ ଏତେ ଆଶୀର୍ବାଦ ଦେଲେ ଯେ ସାନ ପୁଅ ଘରେ ବହୁତ ସାରା ଧନ ସମ୍ପତ୍ତି ଆସିଗଲା। ଅଚାନକ ସେମାନଙ୍କର ଭାଗ୍ୟ ବଦଳିବାରେ ଲାଗିଲା। ଦେଖୁ ଦେଖୁ ସେମାନେ ବିରାଟ ବଡ ଧନୀ ହୋଇଗଲେ। ତାପରେ ବି ସାନ ପୁଅ ଏବଂ ସାନ ବୋହୂ ମନରେ ଟିକେ ବି ଗର୍ବ ଅହଙ୍କାର ଆସିଲା ନାହିଁ। ସେମାନେ କଣ କଲେ, ପୁଣି ଥରେ ଯେତେବେଳେ ପିତୃପକ୍ଷ ଆସିଲା ଉତ୍ତମ ଭୋଜନ ରାନ୍ଧିଲେ, ବ୍ରାହ୍ମଣଙ୍କୁ ଦାନ ଧର୍ମ ଦକ୍ଷିଣା ଦେଲେ, ପିତୃଙ୍କର ଶ୍ରାଦ୍ଧ ଅତି ସୁନ୍ଦର ଭାବରେ କଲେ ଏବଂ ପିତୃପୁରୁଷ ମାନେ ଠିକ ସେହି ସମୟରେ ଆସିଲେ ଏବଂ ଦେଖିଲେ ଯେ ବଡ ପୁଅ ଯେମିତି କି ସେମିତି ନିଜ ବାପ ଘରକୁ ହିଁ ପ୍ରଥମ କରି ଡାକି ଖାଇବାକୁ ଦଉଛି, କିନ୍ତୁ ସାନ ପୁଅ ପ୍ରଥମେ ବ୍ରାହ୍ମଣ ଭୋଜନ ଦଉଛି, ବ୍ରାହ୍ମଣଙ୍କୁ ଦାନ ଦକ୍ଷିଣା ଦଉଛି, ବ୍ରାହ୍ମଣଙ୍କୁ ଡାକି କରି ଶ୍ରାଦ୍ଧ ତିଳ ତର୍ପଣ କରୁଛି। ଏମିତିରେ ଖୁସି ହୋଇ ବହୁତ ସାରା ଆଶୀର୍ବାଦ ଦେଇ ପିତୃପୁରୁଷ ନିଜ ପିତୃ ଲୋକକୁ ଚାଲିଗଲେ। ଦର୍ଶକ ବନ୍ଧୁ, ଆପଣ ମାନେ ବିଶ୍ୱାସ କରୁନଥିବେ ଯେ ଆଜିକାଲି ଦୁନିଆରେ କିଏ ସବୁ ବିଶ୍ୱାସ କରୁଛି, କିନ୍ତୁ ସତରେ ପିତୃପୁରୁଷ ଆସୁଛନ୍ତି। ଆପଣଙ୍କର ଶାଶୁ ଶ୍ୱଶୁର, ଆପଣଙ୍କର ମା ବାପା ଥିଲେ ବି ଆପଣ ପିତୃପୁରୁଷଙ୍କ ନିମିତ୍ତ କିଛି ନହେଲେ ବି ଗୋଟିଏ ନମସ୍କାର କରନ୍ତୁ ଦକ୍ଷିଣ ଦିଗକୁ ମୁହଁ କରି କରି ଏବଂ ଭଗବାନ ଦେବଦେବ ମହାଦେବଙ୍କ ଶିବଲିଙ୍ଗରେ ଗୋଟିଏ ଢାଳ ପାଣିରେ କଳା ରାଶି ଅର୍ପଣ କରି ଭଗବାନଙ୍କୁ ଚଢାନ୍ତୁ। ନିଜ ପିତୃପୁରୁଷଙ୍କ ନିମିତ୍ତ ଆପଣ କିଛି ନହେଲେ ବି ତାଙ୍କୁ ଧ୍ୟାନ ରଖନ୍ତୁ, ତାଙ୍କୁ ନମସ୍କାର କରନ୍ତୁ, ଦେଖିବେ ଆପଣଙ୍କର କେତେ ଉନ୍ନତି ହେଉଛି। ତେଣୁ ଏହି ପିତୃପକ୍ଷରେ ନିଶ୍ଚୟ ନିଜ ପୂର୍ବଜଙ୍କୁ ମନେ ପକାନ୍ତୁ। ଏମିତିରେ ଆଉ ଜଣେ ଋଷି ଥିଲେ, ସେ ସନ୍ନ୍ୟାସ ଗ୍ରହଣ କରିଥିଲେ, ଜମା ବି ବିବାହ ପାଇଁ ରାଜି ହେଉନଥିଲେ। କିଛି ଦିନ ପରେ ତାଙ୍କ ପୂର୍ବଜ ମାନେ ଦେଖିଲେ ଯେ ସେ ଜମା ବି ବାହାଘର ପାଇଁ ରାଜି ହେଉନାହାନ୍ତି। ତେଣୁ ସେ କଣ କଲେ, ସେହି ଋଷି କୁ ଯାଇକରି ଗୋଟିଏ ଦିନ ଦେଖା ହେଲେ ଏବଂ କହିଲେ ତୁମେ ବାହା ହୋଇନାହଁ, ବାହା ହବାର କାରଣ କଣ ତୁମେ କଣ ଜାଣିଛ? ତୁମେ କଣ ସନ୍ନ୍ୟାସ ନେଲେ ମୋକ୍ଷ ପ୍ରାପ୍ତି କରିବ? ଗୋଟିଏ ମଣିଷ ଚାହିଁଲେ କର୍ମ ଜଞ୍ଜାଳରେ ରହିକରି ବି ବାହାଘର ବିବାହ ବନ୍ଧନରେ ବାନ୍ଧି ହୋଇକରି ବି ଭଗବାନଙ୍କୁ ପାଇପାରିବ, ମୋକ୍ଷ ପ୍ରାପ୍ତି କରିପାରିବ। ତୁମେ ଯଦି ବାହା ନ ହେବ ଆମର ବଂଶ ଆଗକୁ କେମିତି ଯିବ? କିନ୍ତୁ ସେହି ଋଷି ଜଣ ଶୁଣି ନଥିଲେ, ପୂର୍ବଜଙ୍କୁ ଅଣଦେଖା କରିଥିଲେ, ଯାହା ଫଳରେ କି ତାଙ୍କର ବଂଶ ସେମିତି ହିଁ ଅଟକି ରହିଥିଲା, ପୂର୍ବଜଙ୍କୁ ଜମା ବି ଖାଦ୍ୟ ମିଳୁନଥିଲା। ଏମିତି କିଛି ଦିନ ପରେ ସେହି ଋଷିଙ୍କୁ ଆଉ ଜଣେ ମହାନ ଦିବ୍ୟାତ୍ମା ଆସିକରି ନିଜର ବାହାଘର ନିମିତ୍ତ କହିଲେ, ତାଙ୍କୁ ବହୁତ ସାରା ଦିଗ୍ଦର୍ଶନ ଦେଲେ। ଯେତେବେଳେ ସେହି ଋଷି ଜଣ ବିବାହ କଲେ ଏବଂ କିଛି ଦିନ ପରେ ପିତୃପକ୍ଷ ଆସିଲା ଏବଂ ସେ ନିଜ ପୂର୍ବଜ ମାନଙ୍କୁ ଖାଦ୍ୟ ଦେଲେ। ଦେବା ପରେ ଶ୍ରାଦ୍ଧ ଏବଂ ତିଳ ତର୍ପଣ ଯେତେବେଳେ ତାଙ୍କ ପୂର୍ବଜ ମାନେ ପାଇଲେ, ବହୁତ ସାରା ଆଶୀର୍ବାଦ କଲେ ଏବଂ କୋଉ କାଳରୁ ସେମାନେ ଭୋକିଲା ଥିଲେ, କାରଣ ବହୁତ ଦିନ ପର୍ଯ୍ୟନ୍ତ ଋଷି ଜଣକ ବିବାହ କରିନଥିଲେ। ସେ ଜଣେ ରାଜା ଥିଲେ, ଏତେ ବଡ ରାଜ୍ୟ, ଏତେ ବଡ ସାମ୍ରାଜ୍ୟ, ପିତୃଙ୍କର ଅସନ୍ତୋଷରେ ପୁରା ସେହି ସାମ୍ରାଜ୍ୟ ତଳି ତଳାନ୍ତ ହୋଇଯାଇଥିଲା। କିନ୍ତୁ ଏ ସବୁର କାରଣ ଯେତେବେଳେ ଜଣେ ଦିବ୍ୟାତ୍ମା ଆସିକରି ସେହି ଋଷିଙ୍କୁ କହିଲେ ଯେ ତୁମେ ବିବାହ କର, ତୁମ ପିତୃଦୋଷ କାରଣରୁ ଏସବୁ ହେଉଛି, ତୁମେ ପୂର୍ବଜଙ୍କର ବଂଶକୁ ଆଗକୁ ନିଅ, ସେମାନଙ୍କ ଶ୍ରାଦ୍ଧ ତିଳ ତର୍ପଣ କର, ଦେଖିବ ତୁମର ସବୁ କିଛି ଫେରି ପାଇବ। ସେହି ଦିବ୍ୟାତ୍ମାଙ୍କର କଥା ଋଷି ଜଣକ ଶୁଣିକରି ବିବାହ କରିଥିଲେ ଏବଂ ପୁଣି ଥରେ ତାଙ୍କର ଘର ସାମ୍ରାଜ୍ୟ ସବୁ ପୁଣି ଥରେ ପାଇଥିଲେ, ଯଶ କୀର୍ତ୍ତି ପୁଣି ଥରେ ପାଇଥିଲେ। ତେଣୁ ପୂର୍ବଜଙ୍କର ଆଶୀର୍ବାଦରେ କେତେ ଚମତ୍କାର ଅଛି ଯଦି ଜାଣିବା ପାଇଁ ଚାହୁଁଛନ୍ତି, ଏହି ପିତୃପକ୍ଷରେ ନିଜ ପୂର୍ବଜଙ୍କ ପାଇଁ ସକାଳ ସମୟରେ ଯେଉଁ ଖାଇବା ଆପଣ ପ୍ରସ୍ତୁତ କରୁଛନ୍ତି, ଗାଧୋଇକାରୀ କରନ୍ତୁ, କିଛି ନହେଲେ ବି କିଛି ଅନ୍ନ ପୂର୍ବଜ ନିମିତ୍ତ ବାହାର କରିଦିଅନ୍ତୁ ଏବଂ ଗୋମାତାକୁ ଖାଇବା ପାଇଁ ଦିଅନ୍ତୁ ଏବଂ ରାତ୍ରି ସମୟରେ ପୁଣି ଗୋଟିଏ ରୁଟି କୁକୁରକୁ ଦିଅନ୍ତୁ। ଯଦି ଆପଣଙ୍କ ଘର ଆଖପାଖରେ କାଉ ଅଛି, କାଉକୁ ବି କେବଳ ଖାଇବାକୁ ଦିଅନ୍ତୁ, ଆଉ କିଛି ଦରକାର ନାହିଁ। ଏତକରେ ବି ପୂର୍ବଜ ଖୁସି ହେଇଯିବେ ଏବଂ ନିଜର ଶାଶୁ ଶ୍ୱଶୁର, ନିଜର ବାପା ମା ତ ଶ୍ରାଦ୍ଧ ନିଶ୍ଚୟ କରୁଥିବେ, ତିଳ ତର୍ପଣ ଏସବୁ ନିଶ୍ଚୟ କରୁଥିବେ।
ଆପଣମାନେ କେବଳ ଖାଦ୍ୟ ହିଁ ବାହାର କରନ୍ତୁ। ପୂର୍ବଜଙ୍କ ଆଶୀର୍ବାଦରେ କେତେ ଚମତ୍କାର ଆପଣମାନେ ନିହାତି ଜାଣିବେ। ଆଶା କରୁଛି ଏହି ପୌରାଣିକ ପିତୃପକ୍ଷର କଥାଟି ଆପଣଙ୍କୁ ବହୁତ ସାରା ଶିକ୍ଷା ଦେଇଥିବ। ଏହି ଭିଡିଓକୁ ବହୁ ମାତ୍ରାରେ ସେୟାର କରନ୍ତୁ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ବେଲ୍ ଆଇକନକୁ ନିହାତି ପ୍ରେସ୍ କରନ୍ତୁ।